ସୁପ୍ରଭାତ ପିଲାମାନେ ତୁମେ ସମସ୍ତେ କେମିତି ଅଛ? ମୁଁ ଆଶା କରୁଛି ସମସ୍ତେ ଭଲରେ ଥିବ। ପିଲାମାନେ, ତୁମେ ନିଜ ଚାରିପାଖରେ ଥିବା ସୁନ୍ଦର ପ୍ରକୃତିକୁ ଦେଖିଛ? ଭାରି ସୁନ୍ଦର ଅଟେ ନା? ତ ଚାଲ ଆଜି ଆମେ ଏହି ପ୍ରକୃତିକୁ ଆଉ ନିକଟତର ଭାବରେ ଜାଣିବା। ଆଜି ଆମେ ତୃତୀୟ ଶ୍ରେଣୀ ଭାଷା ମହକ ବହିର ଗୋଟିଏ କବିତା ପଢିବା। ସେ କବିତାର ନାଁ ହେଉଛି କେହି ନୁହେଁ ତା ସରି। ପିଲାମାନେ କହିଲ ଦେଖି, ଏହି ଚିତ୍ରରେ ଆମେ କଣ ସବୁ ଦେଖୁଛୁ? ହଁ ପିଲାମାନେ, ଏହି ଚିତ୍ରରେ ଆମେ ରଙ୍ଗ ବେରଙ୍ଗର ଫୁଲ, ଉଚ୍ଚ ପାହାଡ, ବହି ଯାଉଥିବା ନଦୀ ଏବଂ ମିଠା ସ୍ୱରରେ ଗାଉଥିବା କୋଇଲିକୁ ଦେଖୁଛୁ। ତ ପିଲାମାନେ, ପୂର୍ବବର୍ତ୍ତୀ ଅଧ୍ୟାୟରେ ଆମେ ପଢିଥିଲେ ଯେ ଶିଶୁଟି କେମିତି ହେବାକୁ ଚାହୁଁଛି। ଶିଶୁଟି ଫୁଲ ପରି କୋମଳ ଓ ସ୍ନେହୀ ହେବାକୁ ଚାହିଁଛି। ଫୁଲ ପରି ସରଳ ଓ କୋମଳ ହୋଇ ସବୁବେଳେ ହସିବା ଏବଂ ନିଜର ଭଲ ଗୁଣ ରୂପକ ବାସ୍ନାରେ ସମସ୍ତଙ୍କୁ ଖୁସି ବାଣ୍ଟିବା ପାଇଁ ଶିଶୁଟି ଇଚ୍ଛା ପ୍ରକାଶ କରିଛି। ସେହିପରି ଶିଶୁଟି କୋଇଲି ପରି ସବୁବେଳେ ମିଠା କଥା କହିବା ପାଇଁ ଚାହୁଁଛି। ବର୍ତ୍ତମାନ ପିଲାମାନେ, ଆମେ ଗୋଟିଏ ଚିତ୍ର ଦେଖିବା। ପିଲାମାନେ ଦେଖିପାରୁଛ? ଏହି ଚିତ୍ରଟି କାହାର? କୁହ ପିଲାମାନେ, ଏହି ଚିତ୍ରରେ ତୁମେ କଣ ଦେଖୁଛ? ହଁ ପିଲାମାନେ, ଏହା ଏକ ପାହାଡର ଚିତ୍ର। ବର୍ତ୍ତମାନ ତୁମେ ଜାଣିଥିବା କେତୋଟି ପାହାଡର ନାମ କହିଲ? ହଁ ପିଲାମାନେ, ଆମ ଆଖପାଖରେ ଅନେକ ପାହାଡ ଅଛି। ଆମେ ଜାଣିଥିବା କିଛି ପ୍ରସିଦ୍ଧ ପାହାଡର ନାମ ହେଲା ଦେଓମାଳି, ଗନ୍ଧମାର୍ଦ୍ଦନ, ମହେନ୍ଦ୍ରଗିରି, ମଳୟଗିରି ଓ କପିଳାସ। ଏହିଭଳି ଅନେକ ପାହାଡ ଅଛି। ବର୍ତ୍ତମାନ ଆମେ ଜାଣିବା ଯେ ଆମେ ପାହାଡଠୁ କଣ ଶିଖିପାରିବା। ଏହା ଜାଣିବା ପାଇଁ ଆମେ କବିତାର ଏହି ପଦଟି ଆବୃତ୍ତି କରିବା। ଠିକ ଅଛି ପିଲାମାନେ, ଆସ ପଦଟିକୁ ଆବୃତ୍ତି କରିବା। ପାହାଡ ସମ ସ୍ଥିର ମନରେ କରିବି ସବୁ କାମ, ଦେଶ ସେବାରେ ଜୀବନ ଦେବି ରଖିବି ତାର ନାମ। ପିଲାମାନେ, ଆମେ ପୁଣି ଥରେ ଆବୃତ୍ତି କରିବା। ପାହାଡ ସମ ସ୍ଥିର ମନରେ କରିବି ସବୁ କାମ, ଦେଶ ସେବାରେ ଜୀବନ ଦେବି ରଖିବି ତାର ନାମ। ପିଲାମାନେ, ଆଜି ଆମେ ଏହି ପଦରେ ପଢିଥିବା କିଛି ନୂତନ ଶବ୍ଦ ବିଷୟରେ ଜାଣିବା। ଆମ ପାଇଁ ପ୍ରଥମ ଶବ୍ଦ ହେଉଛି ପାହାଡ। ପାହାଡର ଅର୍ଥ ହେଉଛି ପର୍ବତ। ଆମେ ଏହି ଶବ୍ଦକୁ ନେଇକି ଗୋଟିଏ ଗୋଟିଏ ବାକ୍ୟ ଗଠନ କରିବା। ପାହାଡକୁ ନେଇକି ଆମେ କଣ ବାକ୍ୟ ଗଠନ କରିପାରିବା ପିଲାମାନେ? ହଁ ପିଲାମାନେ, ଆମ ଗାଁ ପାଖରେ ଏକ ବହୁତ ବଡ ପାହାଡ ଅଛି। ସେମିତି ଆମ ପାଇଁ ଦ୍ୱିତୀୟ ଶବ୍ଦ ହେଲା ସମ। ସମର ଅର୍ଥ ହେଉଛି ସମାନ। ଶିଶୁଟି ପାହାଡ ସମ ଦୃଢ ଓ ସ୍ଥିର ହେବା ପାଇଁ ଚାହୁଁଛି। ବର୍ତ୍ତମାନ ଆମ ପାଖରେ ତୃତୀୟ ଶବ୍ଦ ଅଛି ସ୍ଥିର। ସ୍ଥିରର ଅର୍ଥ ହେଲା ଅଚଳ ବା ନିଶ୍ଚଳ। ଆମେ ସବୁବେଳେ ସ୍ଥିର ମନରେ ନିଜର ପାଠ ପଢିବା ଉଚିତ। ପରବର୍ତ୍ତୀ ଶବ୍ଦଟି ହେଉଛି ସବୁ। ସବୁର ଅର୍ଥ ହେଲା ସମସ୍ତ। ଶ୍ରେଣୀର ସବୁ ପିଲାମାନେ ମିଳିମିଶି ଖେଲୁଛନ୍ତି। ପରବର୍ତ୍ତୀ ଶବ୍ଦଟି ହେଉଛି କାମ। କାମର ଅର୍ଥ ହେଲା କାର୍ଯ୍ୟ। ଆଜିର କାମକୁ କାଲି ପାଇଁ ରଖିବା ଉଚିତ ନୁହଁ। ସେଥିପାଇଁ ଆମେ ଯେଉଁ ଦିନର କାର୍ଯ୍ୟ ସେଇ ଦିନରେ ସମାପ୍ତ କରିଦେବା ଉଚିତ। ଆମ ପାଇଁ ପରବର୍ତ୍ତୀ ଶବ୍ଦଟି ହେଉଛି ଦେଶ। ଦେଶର ଅର୍ଥ ହେଲା ରାଷ୍ଟ୍ର। ପିଲାମାନେ କହିଲ ଦେଖି, ଆମ ଦେଶର ନାମ କଣ? ହଁ ପିଲାମାନେ,
ଭାରତ ଆମ ଦେଶ। ଆମ ଦେଶର ନାମ ହେଲା ଭାରତ। ପରବର୍ତ୍ତୀ ଶବ୍ଦଟି ହେଉଛି ଜୀବନ। ଜୀବନ ଅର୍ଥ ହେଲା ପ୍ରାଣ। ଆମେ ନିଜ ଜୀବନରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ। ପରବର୍ତ୍ତୀ ଶବ୍ଦଟି ହେଉଛି ନାମ। ନାମ ମାନେ ହେଲା ନା। ମହତ୍ କାମ କଲେ ସଂସାରରେ ସବୁଦିନ ପାଇଁ ନାମ ରହିଯାଏ। ସେଇଥିପାଇଁ ପିଲାମାନେ ଆମେ ସମସ୍ତେ ଭଲ କାମ କରି ନିଜ ଦେଶର ନାମକୁ ଆଗକୁ ନବା ଉଚିତ। ବର୍ତ୍ତମାନ ପିଲାମାନେ ଆମେ ଏହି ପଦଟିର ଭାବାର୍ଥକୁ ବୁଝିବା। ଏହି ପଦଟି କାହା ବିଷୟରେ ଥିଲା ପିଲାମାନେ? ଏହି ପଦରେ ଆମେ ପାହାଡ ବିଷୟରେ ଆଲୋଚନା କରୁଛୁ। ବର୍ତ୍ତମାନ ଆମେ ଜାଣିବା ଯେ ଶିଶୁଟି ପାହାଡରୁ କଣ ସବୁ ଶିଖିବା ପାଇଁ ଚାହୁଁଛି। ଏହି ପଦ୍ୟାଂଶରେ ଶିଶୁ ନିଜର ମନର ଦୃଢତା ଓ ଦେଶ ପ୍ରତି ଥିବା ଗଭୀର ମମତାକୁ ପ୍ରକାଶ କରିଛି। ସେ ପାହାଡଠୁ ବହୁତ କିଛି ଶିଖିବା ପାଇଁ ଚାହୁଁଛି, ଯେମିତି ସେ ପାହାଡ ପରି ଅଟଳ ବିଶ୍ୱାସୀ ହେବା ପାଇଁ ଚାହୁଁଛି। ଶିଶୁଟି ପାହାଡକୁ ନିଜର ଆଦର୍ଶ ଭାବରେ ଗ୍ରହଣ କରିଛି। ସେ ଚାହୁଁଛି ତାର ମନ ପାହାଡ ପରି ସ୍ଥିର ଓ ଦୃଢ ରହୁ, ଯେପରି ସେ କୌଣସି ବିପଦରେ ଭୟଭୀତ ନ ହୋଇ ଶାନ୍ତ ମନରେ ନିଜର କାର୍ଯ୍ୟ ସମ୍ପାଦନ କରିପାରିବ। ସେମିତି ଶିଶୁଟି ନିଃସ୍ୱାର୍ଥପର ହୋଇ ଦେଶ ସେବା କରିବା ପାଇଁ ଚାହୁଁଛି। ଶିଶୁଟିର ମନରେ ନିଜ ଅପେକ୍ଷା ଦେଶ ଆଗ, ଏହି ମହାନ ଭାବନାଟି ରହିଛି। ଦେଶର ସୁରକ୍ଷା ଓ ସେବା ପାଇଁ ସେ ନିଜର ସୁଖ ଓ ପ୍ରାଣକୁ ମଧ୍ୟ ଉତ୍ସର୍ଗ କରିବା ପାଇଁ ପ୍ରସ୍ତୁତ ଅଛି। ସେହିପରି ଭାବରେ ଶିଶୁଟି ମାତୃଭୂମିର ଗୌରବ ରକ୍ଷା କରିବା ପାଇଁ ଚାହୁଁଛି। ଶିଶୁର ଏକମାତ୍ର ଲକ୍ଷ୍ୟ ହେଉଛି ନିଜର ମହତ୍ କାର୍ଯ୍ୟ ଦ୍ୱାରା ସାରା ବିଶ୍ୱରେ ସେ ଦେଶର ସୁନାମ ଅର୍ଜନ କରିବ ଏବଂ ପୂର୍ବପୁରୁଷ ମାନଙ୍କର ଗୌରବମୟ ଇତିହାସକୁ ବଜାଇ ରଖିବ। ଏହିପରି ଭାବରେ ଶିଶୁଟି ପାହାଡଠୁ ଅଟଳ ବିଶ୍ୱାସୀ ହୋଇ ନିଃସ୍ୱାର୍ଥପର ଦେଶ ସେବା କରି ମାତୃଭୂମିର ଗୌରବ ରକ୍ଷା ନିମନ୍ତେ ନିଜ ପ୍ରାଣକୁ ଉତ୍ସର୍ଗ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି। ବର୍ତ୍ତମାନ ପିଲାମାନେ ଆମେ ଯୋଉ ପଦଟି ପଢିଲୁ ସେଇ ପଦଟିକୁ ସମ୍ପୂର୍ଣ୍ଣ କରିବା। ଏହି ପଦର କିଛି ବାକ୍ୟ ତୁମ ସମ୍ମୁଖରେ ଅଛି। ଯେଉଁ ବାକ୍ୟଟି ନାହିଁ ସେହି ବାକ୍ୟଟି ତୁମେମାନେ ଉତ୍ତରରେ କୁହ। ପାହାଡ ସମ ସ୍ଥିର ମନରେ। ତାପରେ କଣ ହବ ପିଲାମାନେ? ହଁ ପିଲାମାନେ, ପାହାଡ ସମ ସ୍ଥିର ମନରେ କରିବି ସବୁ କାମ, ଦେଶ ସେବାରେ ଜୀବନ ଦେବି, ରଖିବି ତାର ନାମ। ଆମେମାନେ ପୁଣି ଥରେ ଆବୃତ୍ତି କରିବା। କବିତାର ପଦଟି କଣ ଅଛି ପିଲାମାନେ? ପାହାଡ ସମ ସ୍ଥିର ମନରେ କରିବି ସବୁ କାମ, ଦେଶ ସେବାରେ ଜୀବନ ଦେବି, ରଖିବି ତାର ନାମ। ସାବାସ୍ ପିଲାମାନେ, ତୁମେ ସମସ୍ତେ ବହୁତ ବଢିଆ କବିତା ଆବୃତ୍ତି କରୁଛ। ବର୍ତ୍ତମାନ ଆମେ ସାରଣୀଟି ଦେଖିବା। ଏହି ସାରଣୀଟି ଦେଖି ସେଇ ସାରଣୀରୁ ଅକ୍ଷର ନେଇ ଶବ୍ଦ ଗଢିବା, ପଢିବା ଓ ଲେଖିବା। ପିଲାମାନେ, ତମେ ଏଇ ସାରଣୀଟି ଦେଖିପାରୁଛ? ଏହି ସାରଣୀରେ କଣ ଅଛି? ଅନେକ ପ୍ରକାର ଅକ୍ଷର ଅଛି। ଏହି ଅକ୍ଷର ମାନଙ୍କରୁ କଣ ଆମେ ଶବ୍ଦ ଗଢି ପାରିବା? ହଁ ପିଲାମାନେ, ଏଇ ଅକ୍ଷରକୁ ନେଇକି ଆମେ ଅନେକ ଶବ୍ଦ ଗଢି ପାରିବା। ତାହେଲେ ବର୍ତ୍ତମାନ ଆମେ ଦେଖିବା ଯେ ଆମେ କଣ କଣ ଶବ୍ଦ ଗଢି ପାରିବା। ପ୍ରଥମ ଶବ୍ଦଟି ହେଲା ପାହାଡ। ଦ୍ୱିତୀୟ ଶବ୍ଦ ଆଉ କଣ ହେଇପାରିବ ପିଲାମାନେ? ଦ୍ୱିତୀୟ ଶବ୍ଦଟି ହେଲା କାମ। ତୃତୀୟ ଶବ୍ଦଟି ହେଲା ମନ। ଚତୁର୍ଥ ଶବ୍ଦଟି ହେଲା ସେବା। ଆମେ ପାହାଡଠୁ କଣ ଶିଖୁଛୁ? ପାହାଡ ପରି ଆମେ ଦୃଢ ମନ ହେଇ ଆମେ ନିଷ୍ଠାର ସହିତ କାମ କରିବା ଓ ନିଜ ମନକୁ ଆମେ
ଦୃଢ଼ କରି ଦେଶର ସେବା କରିବା। ଏହି ସବୁ ଅକ୍ଷରକୁ ନେଇକି ଆମେ ବାକ୍ୟ ଗଠନ ମଧ୍ୟ କରିପାରିବା। ଠିକ ଅଛି ପିଲାମାନେ, ବର୍ତ୍ତମାନ ଆମେ ଦେଖିବା ଆମ ପାଖରେ କିଛି ପ୍ରଶ୍ନ ଅଛି। ସେହି ପ୍ରଶ୍ନର ଉତ୍ତର ଆମେ ଦେବା। ଠିକ ଅଛି, ଆମ ପାଖରେ ପ୍ରଥମ ପ୍ରଶ୍ନ ହେଲା, ଏହି ପଦଟି କାହା ବିଷୟରେ? ଆମ ପାଖରେ 4 ବିକଳ୍ପ ଅଛି। ଫୁଲ, ନଦୀ, ପାହାଡ଼, ଝରଣା। କହିଲ ଦେଖି, ଏହି ପଦଟି କାହା ବିଷୟରେ? ହଁ ପିଲାମାନେ, ଏହି ପଦଟି ପାହାଡ଼ ବିଷୟରେ। ଦ୍ୱିତୀୟ ପ୍ରଶ୍ନଟି ହେଲା, ଏହି ପଦରେ ଶିଶୁଟି କାହା ପାଇଁ ଜୀବନ ଦେବା ପାଇଁ ପ୍ରସ୍ତୁତ ଅଛି? ଦେଶ ସେବା, ପରିବାର, ପାଠ ନା ଖେଳ? ହଁ ପିଲାମାନେ, ଠିକ ଉତ୍ତର ଦେଇଛ। ଏହି ପଦରେ ଶିଶୁଟି ଦେଶ ସେବା ପାଇଁ ଜୀବନ ଦେବା ପାଇଁ ପ୍ରସ୍ତୁତ ଅଛି। ତୃତୀୟ ପ୍ରଶ୍ନଟି ହେଲା, ଶିଶୁଟି କେଉଁ ମନୋଭାବରେ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛି? ଅସ୍ଥିର ମନୋଭାବ, ସ୍ଥିର ମନୋଭାବ, ଘୃଣା ମନୋଭାବ ବା କ୍ରୋଧ ମନୋଭାବ? ହଁ ପିଲାମାନେ, ଠିକ ଉତ୍ତର ଦେଇଛ। ଶିଶୁଟି ସ୍ଥିର ମନୋଭାବରେ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛି। ଚତୁର୍ଥ ପ୍ରଶ୍ନ ହେଲା, ରଖିବି ତାର ନାମ। ଏହି ପଦରେ ତାର କାହା ପାଇଁ ସମ୍ବୋଧନ କରାଯାଇଛି? ଅ ଗ୍ରାମ ପାଇଁ, ପାହାଡ଼ ପାଇଁ, କାମ ପାଇଁ ନା ଦେଶ ପାଇଁ? ଠିକ ଉତ୍ତର ଦେଲ ପିଲାମାନେ। ଏହି ପଦରେ ତାର ଦେଶ ପାଇଁ ସମ୍ବୋଧନ କରାଯାଇଛି। ପଞ୍ଚମ ପ୍ରଶ୍ନଟି ହେଲା, ଶିଶୁଟି କାହାଠୁ ସ୍ଥିର ମନୋଭାବ ଶିଖିଛି? ନଦୀ, ପାହାଡ଼, ଗଛ ନା ଦେଶ? ଶିଶୁଟି ପାହାଡ଼ଠୁ ସ୍ଥିର ମନୋଭାବ ଶିଖିଛି। ଷଷ୍ଠ ପ୍ରଶ୍ନ ହେଲା, ଏହି ପଦରେ ସମତାନ ଶବ୍ଦ କଣ ଅଛି କହିଲ? କାମ ଓ ନାମ, ସେବାରେ ଓ ଦେବୀ, ସଦା ଓ ବାଧା, ଦେଶ ଓ କାମ। ହଁ ପିଲାମାନେ, ଏହି ପଦରେ କାମ ଓ ନାମ ସମତାନ ଶବ୍ଦଟି ଅଛି। ବର୍ତ୍ତମାନ ଆମେ ଏହି ପଦରେ ଥିବା କିଛି ଶବ୍ଦର ବିପରୀତ ଶବ୍ଦ ଜାଣିବା। ପ୍ରଥମ ଶବ୍ଦଟି ହେଲା ସମ। ସମର ବିପରୀତ ଶବ୍ଦ କଣ ହବ? ଅସମ। ଦ୍ୱିତୀୟ ଶବ୍ଦଟି ହେଲା ସ୍ଥିର। ସ୍ଥିରର ବିପରୀତ ଶବ୍ଦ ହେଲା ଅସ୍ଥିର। ତୃତୀୟ ଶବ୍ଦଟି ହେଲା ସବୁ। ସବୁର ବିପରୀତ ଶବ୍ଦ କିଛି। ପ୍ରଥମ ଶବ୍ଦଟି ହେଲା ଜୀବନ। ଜୀବନର ବିପରୀତ ଶବ୍ଦ ହେଲା ମରଣ। ପରବର୍ତ୍ତୀ ଶବ୍ଦଟି ହେଲା ଦେବା। ଦେବାର ବିପରୀତ ଶବ୍ଦ ହେଲା ନେବା। ଆମେ ବହୁତ କିଛି ଶିଖିଲେ ପିଲାମାନେ। ଆମେ ନୂତନ ଶବ୍ଦ ଶିଖିବା ସହିତ ଆମେ ବିପରୀତ ଶବ୍ଦ ମଧ୍ୟ ଶିଖିଲେ। ଆମେ କବିତାର ଭାବାର୍ଥ ଜାଣିବା ସହିତ ଆମେ ପାହାଡ଼ଠୁ କଣ ଶିଖିବା ସେହି ବିଷୟରେ ଆମେ ଜାଣିଲେ। ବର୍ତ୍ତମାନ ଆସ ଆମେ ସମସ୍ତେ ଏହି କାର୍ଯ୍ୟଟିକୁ କରିବା। ତଳେ ଗୋଟିଏ ଚିତ୍ର ଦିଆହେଇଛି, ସେଇ ଚିତ୍ରଟିକୁ ଆମେ ଅଙ୍କନ କରିବା ଓ ସେଥିରେ ରଙ୍ଗ ଦେବା। ଠିକ ଅଛି ପିଲାମାନେ, ଧନ୍ୟବାଦ। ପିଲାମାନେ, ବର୍ତ୍ତମାନ ଆମେ କେହି ନୁହେଁ ତା ସରି କବିତାର ତୃତୀୟ ପଦଟିକୁ ପଢ଼ିଲେ। ଏହାର ଭାବାର୍ଥ ଜାଣିବା ସହିତ ଆମେ ଅନେକ ନୂଆ ଶବ୍ଦ ଶିଖିଲେ। ମୁଁ ଆଶା କରୁଛି ତମେ ସମସ୍ତେ ବୁଝିପାରିଥିବ। ବର୍ତ୍ତମାନ ଏହି ପାଠଟିକୁ ଆମେ ଏଇଠି ରଖିବା। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।